ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ସିଂହଟିଏ ରହୁଥିଲା। ସେ ବହୁତ ଦୁଷ୍ଟ ପ୍ରକୃତିର ଥିଲା। ଜଙ୍ଗଲର ପ୍ରାଣୀମାନଙ୍କୁ ସେ ବହୁତ ହଇରାଣ କରୁଥିଲା, ଆଉ ତାଙ୍କ ଉପରେ ବହୁତ ଅତ୍ୟାଚାର ବି କରୁଥିଲା। ଦିନେ ଜଙ୍ଗଲର ସବୁ ପ୍ରାଣୀମାନେ ଗୋଟିଏ ଗୁପ୍ତ ସଭା ବସେଇଲେ। ବହୁତ ହେଇଗଲା, ଆଉ ଏ ଜଙ୍ଗଲରେ ଚଳି ହବନି। ହଁ ଭାଇ, ସେ ସିଂହର ଅତ୍ୟାଚାର ଆଉ ସହି ହବନି। କାଲି ମୁଁ ଗୋଟେ ହରିଣ ଶିକାର କରି ଆଣିଥିଲି। ସେତିକି ବେଳେ ସେ ସିଂହ କୋଉଠି ଥିଲା କେଜାଣି ବୁଦା ମୂଳରୁ ବାହାରି ଆସିଲା, ଆଉ ମୋ ଶିକାର ଛଡେଇ ନେଇ ଚାଲିଗଲା। ହଁ ଭାଇ, ଆଜି ସକାଳେ ମୁଁ ଗୋଟେ ଠେକୁଆ ସହ ଖେଳୁଥିଲି। ସେତିକି ବେଳେ ସେ ସିଂହ ଆସି ପହଞ୍ଚିଲା, ଆଉ ତାକୁ ମାରିଦେଲା। ଖାଲି ସେତିକି ନୁହଁ, ଜୀବନରେ ପ୍ରଥମ ଥର ମୁଁ ଗୋଟାଏ ମଣିଷକୁ ଶିକାର କରିଥିଲି, ହେଲେ ସେ ସିଂହ ମତେ ମାରି ମୋଠୁ ତାକୁ ଛଡେଇ ଦେଇଗଲା। ତାହେଲେ ଏବେ ଆମେ କଣ କରିବା? କରିବା ଆଉ କଣ, ଆମେ ମାନେ ମିଶିକି ସେ ସିଂହକୁ ଜଙ୍ଗଲରୁ ବାହାର କରିଦବା। ହେଲେ ଆମେ କଣ ତାକୁ ତଡ଼ି ପାରିବା? ପାରିବାନି କାହିଁକି? ସମସ୍ତେ ମିଶି ଚେଷ୍ଟା କଲେ ଗୋଟାଏ କଣ 100ଟା ସିଂହକୁ ବି ଆମେ ଜଙ୍ଗଲରୁ ତଡ଼ି ଦେଇ ପାରିବା। ପରଦିନ ଜଙ୍ଗଲର ସବୁ ପଶୁମାନେ ମିଶି ସିଂହ ଉପରେ ଆକ୍ରମଣ କଲେ। ସିଂହ ଭୟରେ ଜଙ୍ଗଲ ଛାଡ଼ି ପଳେଇଗଲା। କିଛି ବାଟ ଯିବା ପରେ ଆଉ ଗୋଟାଏ ଜଙ୍ଗଲରେ ସେ ଯାଇ ପହଞ୍ଚିଲା। ସେ ଦେଖିଲା ସେ ଜଙ୍ଗଲରେ ମରୁଡ଼ି ପଡ଼ିଛି। ସେଠି ଗୋଟିଏ ପ୍ରାଣୀ ତ ଦୂରର କଥା, ପାଣି ମୁନ୍ଦାଏ ବି ନାହିଁ। ଆରେ ଇଏ କଣ? ଇଏ କୋଉଠି ଆସି ମୁଁ ପହଞ୍ଚିଲି? ଏଠି ତ ପାଣି ମୁନ୍ଦାଏ ବି ନାହିଁ। ଏଠି ମୁଁ କଣ ଖାଇବି? କେମିତି ଚଳିବି ଏଠି? ସେତିକି ବେଳେ ସିଂହ ଆଖିରେ ଗୋଟାଏ ଥୁଣ୍ଟା ବରଗଛ ପଡ଼ିଲା। ସେ ଦେଖିଲା ଗଛ ଉପରେ ଶୁଆଟିଏ ବସିଛି। ଆରେ ବା, ସେ ଶୁଆଟା ତ ବହୁତ ହୃଷ୍ଟପୃଷ୍ଟ ହେଇଛି। ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ। ସେ ଶୁଆକୁ ଖାଇ ଆଜି ରାତିଟା ମୁଁ ଚଳିଯିବି। କାଲି ସକାଳୁ ଉଠି ମୁଁ ଏ ଜଙ୍ଗଲ ଛାଡ଼ି ଗୋଟାଏ ଭଲ ଜଙ୍ଗଲକୁ ଚାଲିଯିବି। ସିଂହ ଧୀରେ ଧୀରେ ଗଛ ଉପରକୁ ଚଢ଼ିଗଲା। ଯେମିତି ସେ ଶୁଆକୁ ଧରିବାକୁ ଚେଷ୍ଟା କରିଛି, ଶୁଆଟି ଗଛରୁ ଉଡ଼ିଗଲା, ଆଉ ସିଂହ ଗଛରୁ ପଡ଼ି ତା ମୁଣ୍ଡ ଫାଟିଗଲା। ନାକୁ ଖାଲି ମହାବଳ ସିଂହ, ତଳେ ପଡ଼ି ଫଟେଇଲ ମୁଣ୍ଡ। ପାରୁଛ ଯଦି ମାନେ ମୋ ତୁଣ୍ଡ, ପଛପଟ କୁଆରେ ଦିଶୁଛି ଛେଳି ମୁଣ୍ଡ। ହଁ, ଇଏ ତୁ କଣ କହୁଛୁ? ମୁଁ ତ କଥା କିଛି ବୁଝିପାରୁନି। ବୁଝିବୁ କେମିତି? ମୁଣ୍ଡରେ ବୁଦ୍ଧି ଥିଲେ ସିନା ମୋ କଥା ବୁଝିପାରିବୁ। ଦେଖ ଶୁଆ, ଏଗୁଡ଼ା କିଛି ଭଲ ହଉନି କହିଦେଲି। ଯାହା କହିବା କଥା ସିଧା ସିଧା କହ। ମୁଁ କାଲିଠୁ କିଛି ବି ଖାଇନି, ଏମିତିକି ପାଣି ମୁନ୍ଦାଏ ବି ପିଇନି। ମତେ ଆଉ ଏବେ ରଗାନି କହିଦଉଛି। ଆରେ ମୁଁ ତ ତତେ ତୋ ଖାଦ୍ୟର ଠିକଣା କହୁଛି, ହେଲେ ତୁ ମୂର୍ଖ ବୁଝିବୁ କୁଆଡୁ? ମାନେ? ପାରୁଛୁ ଯଦି ମାନେ ମୋ ତୁଣ୍ଡ, ପଛପଟ କୁଆରେ ଦିଶୁଛି ଛେଳି ମୁଣ୍ଡ। ମାନେ ମୋ କଥା ମାନେ, ଜଙ୍ଗଲ ପଛପଟ କୁଆରେ ଗୋଟାଏ ଛେଳି ପଡିଛି। ପାରୁଛୁ ଯଦି ଯା, ଆଉ ତାକୁ ଯାଇ ଖା। ଓ ଏଇ କଥା। ଶୁଣ, ତୋ ଭାଗ୍ୟ ଭଲ ତୁ ଆଜି ମୋ ହାତରୁ ଖସିଗଲୁ। ଆଗ ମୁଁ ଯାଇ ସେ ଛେଳିକୁ ମାରି ଖାଇବି, ତାପରେ ମୁଁ ତୋ କଥା ବୁଝିବି। ଲମ୍ବା ଦାଢିକୁ 4ଟା ଗୋଡ, ଧରିବୁ ମତେ ଗଣି ପାରିଲେ ମୋର ପର। ଶୁଆ ସେଠୁ ଉଡ଼ି ପଳେଇଲା। ସିଂହ ଆଖି ବୁଜି ଜଙ୍ଗଲ ପଛପଟ କୂଅ ପାଖକୁ ଧାଇଁଲା। ସେଠି ପହଞ୍ଚି ସେ ଦେଖିଲା ସତକୁ ସତ ଗୋଟାଏ ଛେଳି କୂଅରେ ପଡ଼ିଛି। ଆରେ ସତରେ ତ ଶୁଆ ତାହେଲେ ଠିକ କହୁଥିଲା। ସିଂହ ଆଉ ଆଗ ପଛ ବିଚାର ନ କରି କୂଅ ଭିତରକୁ ଡେଇଁ ପଡ଼ିଲା। କୂଅ ଭିତରେ ପହଞ୍ଚିଲା ପରେ ସିଂହ ଚାରିଆଡ଼କୁ ଚାହିଁଲା। ସେ ଯାହା ଅନୁମାନ କଲା, କୂଅଟି ବହୁତ ଗଭୀର ଆଉ ବଡ଼ ମଧ୍ୟ। ଏମିତିକି କୂଅରୁ ଉଠିବାକୁ ଚେଷ୍ଟା କଲେ ବି ସେ ଉଠିପାରିବ ନାହିଁ। ଇଏ କଣ?
ସେ ଶୁଆ କଥାରେ ପଡି ମୁଁ ଫସିଗଲି ବୋଧେ। ଏବେ ଉପରକୁ ମୁଁ କେମିତି ଉଠିବି? ତମେ ଉପରକୁ ଯାଇପାରିବନି। ମୁଁ 5 ଦିନ ହେଲା ଏଇଠି ପଡିକି ଅଛି। ତୁ ଚୁପ କର। ଆଜି ତତେ ମୁଁ ଏଇ କଷ୍ଟରୁ ମୁକ୍ତି ଦେଇଦେବି। ମୁଁ ଜାଣିଛି ତମେ ମତେ ମାରିକି ଖାଇଦବ, ହେଲେ ତମେ ହଉଛ ସିଂହ। ତମେ ନିଶ୍ଚୟ କୋଉ ଜଙ୍ଗଲର ରାଜା ହେଇଥିବ, ଆଉ ତମ ବିନା ତମ ଜଙ୍ଗଲ ନଷ୍ଟ ହେଇଯିବ। ତେଣୁ ମୁଁ ତମକୁ ନିଶ୍ଚୟ ରକ୍ଷା କରିବାକୁ ଚେଷ୍ଟା କରିବି। ସାମାନ୍ୟ ଛେଳି ହେଇ ତୁ ମତେ ରକ୍ଷା କରିବୁ? ହଁ, ଦେଖ ଏଇ କୂଅର ଚାରିପଟେ ଯୋଉ ପଥର ଗୁଡା ବାହାରିଛି, ତମେ ସେଥିରେ ତମ ପଞ୍ଝା ରଖି ଉପରକୁ ଉପରକୁ ଚଢି ଯାଇ ପାରିବ। ଆରେ ଇଏ ତ ଠିକ କଥା କହୁଛି। ମୁଁ ସେଇଆ କରିବି। ଆଗ ଉପରକୁ ଉଠିଯିବି, ତାପରେ ୟାକୁ ଉପରକୁ ଆଣି ମାରି ଖାଇବି। ସିଂହ ପଥର ଗୁଡାକରେ ପଞ୍ଝା ରଖି ଉପରକୁ ଉଠିଗଲା, ଆଉ ସାଙ୍ଗେ ସାଙ୍ଗେ ଗୋଟାଏ ଦଉଡ଼ା ଆଣିଲା, ଆଉ ଛେଳିକୁ ଉପରକୁ ଉଠେଇ ଆଣିଲା। ତମେ ମତେ ବଞ୍ଚେଇ ମୋ ଉପରେ ବହୁତ ଉପକାର କରିଛ। ଏବେ ତମେ ମତେ ମାରି ଖାଇପାରିବ। ସତରେ ମୁଁ ମୋ ଜୀବନରେ ଏଭଳି ପ୍ରାଣୀ କେବେ ବି ଦେଖିନି। ଏ ଛେଳି ବହୁତ ଭଲ, ମୁଁ ୟାକୁ ଖାଇବିନି। ଆଜି ସିଏ ନଥିଲେ ମୁଁ କୂଅରେ ପଡି ମରିଯାଇଥାନ୍ତି। କେବଳ ତା ବୁଦ୍ଧି ପାଇଁ ମୁଁ ଆଜି ଉପରକୁ ଉଠି ଆସିଛି। ଶୁଣ, ତତେ ମୁଁ ଛାଡି ଦଉଛି। ପାରୁଛୁ ଯଦି ପଳା। ଯଦି ଆଉ କେବେ ବି ମୋ ଆଖିରେ ପଡିଛୁ, ତତେ ମୁଁ ସେଇଠି ମାରି ଖାଇଯିବି। ସିଂହ ଆଉ ଛେଳି ନିଜ ନିଜ ବାଟରେ ଚାଲିଗଲେ। ଏଥିରୁ ଆମେ କଣ ଶିଖିଲେ? ବିପଦ ବେଳେ ଶତ୍ରୁ ପ୍ରତି ମିତ୍ର ଭାବନା ରଖିଲେ ବିପଦ ଆପେ ଆପେ ଟଳି ଯାଇଥାଏ।